ବିଜେପି ନେତ୍ରୀ ମାନଙ୍କୁ କାହାକୁ ମାରିବୁନି ନେତା ମାନଙ୍କୁ ନେତ୍ରୀ ଖାଲି ମାନଙ୍କୁ ମାରିବ ନେତା ମାନଙ୍କୁ ମାରିବନି ତାଙ୍କ କର୍ମୀ ମାନଙ୍କୁ ମାରିବନି ପାନ କିଆ ଛେତଲା ପାଟିଆ ଟିକଟ ଆଉଟର କୁଜି ବଟକରା ସେଇ ମାନଙ୍କୁ ମାରିବନି ଅନ୍ଧଭକ୍ତଙ୍କୁ ମାରିବନି ଗୋମୂତ୍ର ସେବନକାରୀକୁ ମାରିବନି ବୁଝିଲ କି ନାହିଁ ଆଉ ଯୋଉ କଣ ଗେରୁଆ ବାଲା ମାଡ ହବ 100 ରେ ମାଡ ହବ କାହାର ସାହସ ନାହିଁ ଆମକୁ ଅଟକେଇକି ରଖିଦବ ଚାଲ 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 ଏଇଠି କଣ ବଳ ଶେଷ କରିଦବା ନା କଣ ସେପଟେ ଗଲେ ଅଣ୍ଟା ଫୋପାଡିଆ ଚାଲେ ଚାଲେ ତୁ ଖାଲି ଅଣ୍ଟା ଫୋପାଡିବୁ ମୁଁ ଖାଲି ଅଣ୍ଟା ଯୋଗେଇବି ହେଲା ଆବେ ବିଭୁ ଗୁଲୁ ଏବେ ତମର ସାର୍ଟ ନାହିଁ କିଛି ନାହିଁ ଖରା ବେଳଟାରେ କୁଆଡେ ଏମିତି ଦୌଡୁଛ ମିଶନ ପାଇଁ ମିଶନ ହଁ ମିଶନ କି ମିଶନ ଅଣ୍ଡା ମାରିଆ ମିଶନ ଅଣ୍ଡା ହଁ ମାରିବ ଅଣ୍ଡା ମାରିବ ହଁ କାହାକୁ ମାରିବ ହାବୁଡେ ପଡିବ ହାବୁଡେ ଯିଏ ପଇଲା ତାକୁ ମାରିବ ହଁ। କିନ୍ତୁ ସବୁ କରିବ ନା ଭାରତୀୟ ଜନତା ପାର୍ଟି ମାନେ ବିଜେପି କର୍ମୀ ଆଉ ବିଜେପି ନେତାଙ୍କୁ ଜମା ମାରିବନି ମାରିବୁ ନା ମାରିବନି କହିଲି ପରା କଣ ପାଇଁ କଣ ପାଇଁ ହଁ ତୁ ଜାଣିନୁ କି ଜାଣିନ ତମେ ଆରେ ବାବୁ ଆମ ଓଡିଶାରେ ସରକାର କିଏ ଅଛି ମୋହନ ଚରଣ ମାଝୀ କାହାର ଭାରତୀୟ ଜନତା ପାର୍ଟିର ତେଣୁକରି ତାଙ୍କୁ ଟିକେ ଜଗି ରଖିକି ତାଙ୍କ କର୍ମୀ କି ତାଙ୍କ ନେତାକୁ କେବେ ମାରିବନି ସେ ଯେତେ ଭୁଲ କରୁଛନ୍ତି କରନ୍ତୁ ତାଙ୍କୁ ସବୁ ମାଫ ବୁଝିପାରୁଛୁ ତ କାହିଁ କହିଲୁ ଏବେ ଆଠଗଡ ବିଧାୟକ ରାଜା ସ୍ୱାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କୁ ବିଜେପି କର୍ମୀ କି କିଏ ଗୋଟେ କଣ ଅଣ୍ଡା ଫଣ୍ଡା ସବୁ ମାଇଲେ କିନ୍ତୁ କଣ ହେଲା କିଛି ହେଲାନି ବୁଝିପାରୁଛୁ ନା ନାଇଁ କିନ୍ତୁ ବର୍ତ୍ତମାନ ଆମ ଯୋଉ ସାଂସଦ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମ୍ୟାଡାମକୁ ଅଣ୍ଡା ମାଇଲା କଣ ମାଇଲା ସେ ସବୁ କିଛି ଯାଏ ଆସେ ନାହିଁ କୋଉ କର୍ମୀ ମାଇଲା ସେ ସବୁ କିନ୍ତୁ ଯାଏ ଆସେ ନାହିଁ କିନ୍ତୁ ଅନା 3 ଜଣ ଆରେଷ୍ଟ ବୁଝିପାରୁଛୁ ନା ନାଇଁ ଅପରାଜିତା ଷଡଙ୍ଗୀ ହଉଛନ୍ତି ଶାସକ ଦଳର ନେତ୍ରୀ ମାନେ ଏମ୍ପି ତେଣୁକରି ତାଙ୍କୁ ଯେତେବେଳେ ମାଡୁଟି ହେଲା ପୋଲିସ ଆଉ ଶୋଇଲେ ନାହିଁ ପ୍ରଶାସନ ଶୋଇଲା ନାହିଁ ପୁରା ଦିନ ରାତି ଏକ କରିକି 3 ଜଣକୁ ଆରେଷ୍ଟ କଲେ 3 ଜଣକୁ ଆରେଷ୍ଟ କଲେ କିନ୍ତୁ ବିଜୁ ଜନତା ଦଳର ବିଧାୟକ ରାଜା ସ୍ୱାଇଁ ମାନେ ଆମ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କୁ ଯେତେବେଳେ ଅଣ୍ଡା ମାଡୁଟା ହେଲା ଏବେ ପର୍ଯ୍ୟନ୍ତ ତାଙ୍କୁ ଟେର ପାଉନାହାନ୍ତି ବୁଝିପାରୁଛ ନାଇଁ ତେଣୁକରି କଡା ଶାସନ ଚାଲିଛି ଆମ ଓଡିଶାରେ ତ ଏବେ ଯୋଉ ଶାସନ ଚାଲିଛି ଦେଖୁଛୁ ନା ନାଇଁ ସେ ସୌମ୍ୟ ରଞ୍ଜନକୁ ବାଡେଇ ମାରିଦେଲେ ବୁଝିପାରୁଛ ନାଇଁ ତାପରେ ସେପଟେ ବ୍ରହ୍ମପୁରରେ ରୋଡ ଉପରେ ବାଡିଆ ଖାଇଲେ ବୁଝିପାରୁଛ ନାଇଁ ଏପଟେ ଆହୁରି ଦେଲି ପ୍ରତ୍ୟେକ ଦିନ ତ ଦେଖୁଛୁ ଯାହା ହବା କଥା ହଉଛି କିନ୍ତୁ କାହାକୁ ଧରନ୍ତୁ କି ନ ଧରନ୍ତୁ କିନ୍ତୁ ସବୁଠୁ ବଡ କ୍ରାଇମ ହଉଛି ଅଣ୍ଡା ମାଡଟା ହଁ ସେପଟେ ୱେଷ୍ଟ ବେଙ୍ଗଲରେ ବି ଜଣକୁ ଅଣ୍ଡା ମାଡ କରିଥିଲେ କିନ୍ତୁ ତାକୁ ଆରେଷ୍ଟ ଫାରେଷ୍ଟ କଣ କଲେ କଣ ନାହିଁ ସେଇଟା ତ ଆମେ ବି ଜାଣିନୁ ସେ ଜଣା ପଡୁନି କିନ୍ତୁ ସବୁ କରିବ ଅଣ୍ଡା ଯାହା କରୁଛ କର ଯାହାକୁ ମାରୁଛ ମାର ଯେମିତି କରୁଛ କର ନହେଲେ ଅଣ୍ଡା ଭୋଜିଆ ତା ମୁଣ୍ଡ ଉପରେ କରିଦିଅ କିନ୍ତୁ କାହାକୁ ବିଜେପି କର୍ମୀ ବିଜେପି ନେତା ଆଉ ବିଜେପି ନେତ୍ରୀଙ୍କୁ ଛାଡିକି ଯାହା କରୁଛ କର ହେଲା ଦେଖି ଚାହିଁ କରିବ ନହେଲେ ଏଇ ଯୋଉ ବାପା ଏଇ ଯୋଉ 56 ଇଞ୍ଚ ନାହିଁ ତୋର 56 ହବନି ତାର 58 ହବ ତୋର 47 ଖଣ୍ଡେ ହବ ବୁଝିପାରୁଛ ନାଇଁ ନହେଲେ ତମକୁ ସେ ମାମୁଁ ଘରେ ପୁରେଇକି ଠୁକିଦେବେ ହେଲା କାହାକୁ ଛାଡିବ ବିଜେପି ନେତା ମାନଙ୍କୁ ତାଙ୍କୁ କଣ କରିବ ଭାଇ ତମ କଥା ଶୁଣିକି ଆମେ ବିଜେପି ନେତ୍ରୀ ମାନଙ୍କୁ କାହାକୁ ମାରିବୁନି ଆଉ ନେତା ମାନଙ୍କୁ ନେତ୍ରୀ ଖାଲି ମାନଙ୍କୁ ମାରିବନି ନେତା ମାନଙ୍କୁ ବି ମାରିବନି ତାଙ୍କ କର୍ମୀ ମାନଙ୍କୁ ମାରିବନି ପାନ କିଆ ଛେତଲା ପାଟିଆ ଟିକଟ ଆଉଟର କୁଜି ବଟକରା ସେଇମାନଙ୍କୁ ବି ମାରିବନି ଅନ୍ଧଭକ୍ତଙ୍କୁ ମାରିବନି ଗୋମୂତ୍ର ସେବନକାରୀକୁ ମାରିବନି ବୁଝିପାରୁଛ ନାଇଁ ଆଉ ଯୋଉ କଣ ଗେରୁଆ ବାଲାଙ୍କୁ ବି ଛାଡିଦବ ବାକି ଯେତେକ ପଇଲେ ମାରିବ ମାରିଲେ କଣ ହବ ତମେ ହାଇଲାଇଟ ହବ ବୁଝିପାରୁଛ ନା ନାଇଁ ଆମ ବିଶ୍ୱଗୁରୁ ଆସିକି ତମକୁ କୁଣ୍ଢେଇବେ ଆଣ୍ଠେଇବେ ପେଟେଇବେ ସବୁ କରିକି ତମକୁ ଫୁଲମାଳ ଦେବେ ଆଉ ଶୁଣ ଆଉ ଗୋଟେ କଥା ବେଲ ଆମ୍ବ ଆମ ସାର୍ କହିଛନ୍ତି ମନର କଥା ଆମ ଓଡିଶାରେ କାଳେ ଭଲ ବେଲ ହଉଛି ଆଉ ବେଲ ପଣା ଟିକେ ସାର୍ ଆଉ ସେପଟେ କଣ କରିଛନ୍ତି ଆମ୍ବ ଖାଇବାକୁ ନାଲି ଆମ୍ବ ଖାଇବାକୁ ଆମ ସାରଙ୍କର ଭାରି ମାନେ ମନ ବଳେଇଛି ବୁଝିଲ ତାକୁ ଟିକେ ରେଡି କରିବ କାଲି ଟିକେ ରେଡି କରିବ ବୁଝିପାରିଲ ନାଇଁ ରେଡି କଲେ ଫଟୋ ଛାଡିବ ସାରଙ୍କୁ ଦେଖେଇବା ହେଲା ସାର୍ ଆସୁଛନ୍ତି ହେଲା ଭାड़ में जाए जनता अपना काम बनता ବୁଝିପାରୁଛ ନା ନାଇଁ ତେଣୁକରି ସବୁ କରିବ ବିଜେପି କର୍ମୀକୁ ଅଣ୍ଡା ମାଡ କରିବ ନାହିଁ ଆଉ ଯଦି କରିବ ଫୁଲ 100ରେ ବାମ୍ଫ ନବ